କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅନ୍ତର୍ଗତ ଧୁରେଛଡ଼ା ଗ୍ରାମରେ ସରକାରଙ୍କ ଅନେକ ଅନୁଦାନ କାର୍ଯ୍ୟ କରୁଛି, କିନ୍ତୁ ଏବେ ମଧ୍ୟ ଆମ ଗାଁ ଆମ ବିକାଶ ଶିବ କମ୍ୟୁନିଟି ଗୃହଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ସରକାର ଯୋଜନା ସିନା କରିଛନ୍ତି, ପରନ୍ତୁ ତାର ତଦାରଖ ସଠିକ ପରିମାଣରେ ହୋଇପାରୁନି। ଏହି କାର୍ଯ୍ୟାଳୟ ଗୃହଟି ବର୍ତ୍ତମାନ ଲୋକଙ୍କ ସହାୟତା ପାଇଁ ନୁହେଁ, ମଦୁଆଙ୍କ ମଦ ଆଡ଼ାସ୍ଥଳୀ ରୂପେ ପର୍ଯ୍ୟବେସିତ। ଗୃହଟିର ସମ୍ପୂର୍ଣ୍ଣ ଦାୟିତ୍ୱ ନିଆଯାଉ ନାହିଁ, ଏଣୁ ସାଧାରଣ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି। ପ୍ରଶାସନ ଯଦି ଏହାର ସଠିକ ଦାୟିତ୍ୱ ବହନ କରିବେ, ତେବେ ଏହା ସରକାରୀ କାର୍ଯ୍ୟାଳୟ ଭାବରେ ଲୋକଙ୍କ ହିତ ପାଇଁ ନିର୍ମାଣ କରାଯାଇପାରିବ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।